ଜଗନ୍ନାଥ ସାଙ୍ଗମାନେ, ଯଦି ଆପଣ ଆଗରୁ ୟୁଜି ମେରିଟ୍ କିମ୍ବା ପିଜି ମେରିଟ୍ ଭଳି ସ୍କଲାରସିପ୍ ଆପ୍ଲାଏ କରିସାରିଛନ୍ତି କିନ୍ତୁ ତାକୁ କ୍ୟାନସଲ୍ କରିକି ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ଟିକୁ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତ ଚାଲନ୍ତୁ ସେ ପ୍ରୋସେସ୍ଟି ଦେଖିବା ଯେ କିପରି ଆପଣ ୟୁଜି ମେରିଟ୍ କିମ୍ବା ପିଜି ମେରିଟ୍କୁ କ୍ୟାନସଲ୍ କରି ପୋଷ୍ଟ ମ୍ୟାଟ୍ରିକ୍ଟିକୁ ଆପ୍ଲାଏ କରିପାରିବେ। ସେଥିପାଇଁ ମୁଁ ବର୍ତ୍ତମାନ ପାଇଁ ଲଗ୍ଇନ୍ ଉପରେ ଯାଇ ତାପରେ ଷ୍ଟୁଡେଣ୍ଟ ଲଗ୍ଇନ୍, ତାପରେ ମୋର ଆଧାର ନମ୍ବର ଆଉ ପାସୱାର୍ଡ଼ ଆଉ କ୍ୟାପ୍ଚାକୁ ଫିଲ୍ଅପ୍ କରି ମୁଁ ସାଇନ୍ ଇନ୍ କରି ନେଉଛି। ସାଇନ୍ ଇନ୍ କଲା ପରେ ଆପଣମାନେ ଦେଖିପାରୁଥିବେ ଯେ ମୁଁ ୟୁଜି ମ୍ୟାରିଟ୍ ସ୍କଲାରସିପ୍ ଆପ୍ଲାଏ କରିଛି ହାୟର ଏଜୁକେସନ୍ ଡିପାର୍ଟମେଣ୍ଟର, ଯେଉଁଟାକି ବର୍ତ୍ତମାନ ପାଇଁ ପେଣ୍ଡିଂ ଆଣ୍ଡ ଇନଷ୍ଟିଚ୍ୟୁଟ୍ ଅଛି। ମୁଁ ବର୍ତ୍ତମାନ ପାଇଁ ଯଦି ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଆପ୍ଲାଏ କରିବା ପାଇଁ ଯିବି, ପ୍ରଥମେ ସ୍କିମ୍ସ ଆଣ୍ଡ ଇଲିଜିବିଲିଟିକୁ ଗଲି, ତାପରେ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଆପ୍ଲାଏ କରିବା ପାଇଁ ଗଲି, ନେକ୍ସଟ ଏଗ୍ରି ମାରିଲି, ତାପରେ ଯାହା ବି ଆପଣଙ୍କର ଡକୁମେଣ୍ଟ ମାଗୁଛି ଯେମିତିକି ଆପ୍ଲିକାଣ୍ଟସ୍ ନେମ୍, କାଟାଗୋରୀ, ତାପରେ ଡେଟ୍ ଅଫ୍ ବାର୍ଥ, ଆଧାର କାର୍ଡ଼ ନମ୍ବର, ମୋବାଇଲ୍ ନମ୍ବର, ଅଲ୍ଟରନେଟିଭ୍ ମୋବାଇଲ୍ ନମ୍ବର, ମେଲ୍ ଆଇଡ଼ି, ଫାଦର୍ସ ନେମ୍, ମଦର୍ସ ନେମ୍, ସବୁକିଛି ଆଡ୍ରେସ୍ ଦେଇସାରିଲା ପରେ ତାପରେ ମୁଁ ଯେତେବେଳେ ନେକ୍ସଟକୁ କ୍ଲିକ୍ କରିବା ପାଇଁ ଯିବି, ବର୍ତ୍ତମାନ ପାଇଁ ନେକ୍ସଟକୁ କ୍ଲିକ୍ କଲା ପରେ এইଭଳି ଆପଣଙ୍କୁ ଅପସନ୍ ଗୋଟେ ଆସିଯିବ କି ୟୁ କ୍ୟାନ୍ ନଟ୍ ଆପ୍ଲାଏ ଦି ସ୍କଲାରସିପ୍ ଆଜ୍ ୟୁ ହାଭ୍ ଅଲରେଡ଼ି ଆପ୍ଲାଏଡ୍ ଫର୍ ପିଜି ମେରିଟ୍ ସ୍କିମ୍। ତ ବର୍ତ୍ତମାନ ପାଇଁ ଏଇଟା ଶୋ କରୁଛି କି ଯେହେତୁ ଆପଣ ଅଲରେଡ଼ି ପିଜି ମେରିଟ୍ କିମ୍ବା ୟୁଜି ମେରିଟ୍ ଆପ୍ଲାଏ କରିସାରିଛନ୍ତି, ତ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ଟିକୁ ଆପ୍ଲାଏ କରିପାରିବେ ନାହିଁ। ତ ଆମେ ପିଜି ମ୍ୟାରିଟ୍ କିମ୍ବା ୟୁଜି ମ୍ୟାରିଟ୍କୁ କ୍ୟାନସଲ୍ କେମିତି କରିବା, ସେଇଟା ହେଉଛି ଆମର କ୍ୱେଶ୍ଚନ୍। ତ ତାକୁ କ୍ୟାନସଲ୍ କରିବାକୁ ଗଲେ ଆପଣ ପ୍ରଥମେ ଆପଣଙ୍କର ଇନଷ୍ଟିଚ୍ୟୁଟ୍କୁ ଯାଆନ୍ତୁ। ଇନଷ୍ଟିଚ୍ୟୁଟ୍କୁ ଗଲା ପରେ ସେମାନଙ୍କୁ କୁହନ୍ତୁ ଯେ ରିଜେକ୍ଟ ମାରିବେ, ନା କି ରିଭର୍ଟ। ରିଭର୍ଟ ଆଉ ରିଜେକ୍ଟ ଭିତରେ ବହୁତ କିଛି ଡିଫରେନ୍ସ ଅଛି, ତ ସେମାନଙ୍କୁ ଆପଣ କୁହନ୍ତୁ ଯେ ରିଜେକ୍ଟ ମାରିବେ। ରିଜେକ୍ଟ ମାରିଲା ପରେ ହିଁ ଆପଣ ଆଉ ଥରେ ସ୍କଲାରସିପ୍ଟିକୁ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ଟିକୁ ଆପ୍ଲାଏ କରିପାରିବେ। ଚାଲନ୍ତୁ ଦେଖିବା କେମିତି ମୁଁ ସେଇଟାକୁ ରିଜେକ୍ଟ ମାରିକି ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ଟାକୁ ଆପ୍ଲାଏ କରିପାରିଛି। ବର୍ତ୍ତମାନ ପାଇଁ ଆପଣ ଦେଖିପାରୁଥିବେ ଯେ ସ୍କଲାରସିପ୍ଟି ୟୁଜି ମେରିଟ୍ ହଉ କିମ୍ବା ପିଜି ମେରିଟ୍ ହଉ, ବର୍ତ୍ତମାନ ପାଇଁ ମୋର ସ୍କଲାରସିପ୍ଟି ରିଜେକ୍ଟେଡ୍ ବାଇ ଇନଷ୍ଟିଚ୍ୟୁଟ୍ ହେଇଯାଇଛି। ତାର ଷ୍ଟାଟସ୍ ଦେଖିବାକୁ ଗଲେ କ'ଣ ଦେଖିବେ ଯେ ରିଜେକ୍ଟେଡ୍ ବାଇ ଇନଷ୍ଟିଚ୍ୟୁଟ୍, ରିମାର୍କ ସେମାନେ କିଛି ବି ଦେଇପାରନ୍ତି, ତାହା ଫରକ ପଡ଼ୁନି। ତାପରେ ବର୍ତ୍ତମାନ ପାଇଁ ଦେଖନ୍ତୁ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଉପରେ ଟ୍ୟାପ୍ କଲେ ଯେତେବେଳେ ସେଟା ସବୁ ବର୍ତ୍ତମାନ ପାଇଁ ପ୍ରୋସେସ୍ ଠିକ୍ଠାକ୍ରେ ଚାଲିଛି। ଫାଷ୍ଟ ରିଭର୍ଟେଡ୍ କିଛି ଥିଲା ତ ରିଭର୍ଟେଡ୍ ହେଇଥିଲା, ତାପରେ ରେକମେଣ୍ଡେଡ୍ ବାଇ ଇନଷ୍ଟିଚ୍ୟୁଟ୍, ପ୍ରୋଭିଜନାଲ୍ ଆପ୍ରୁଭ୍ଡ ବାଇ ଡିଷ୍ଟ୍ରିକ୍ଟ ଅଥରିଟି, ଏବେ ଠିକ୍ଠାକ୍ ପ୍ରୋସେସ୍ରେ ଚାଲିଛି। ତ ଆପଣମାନେ ଯଦି ଏଇଭଳି ପ୍ରୋସେସ୍ ଫଲୋ କରିବେ ତ ଆପଣମାନଙ୍କର ବି ସେଇଟା ରିଜେକ୍ଟ ହେଇଯିବ, ୟୁଜି ମେରିଟ୍ କିମ୍ବା ପିଜି ମେରିଟ୍ ହେଇଯାଉ, ତାପରେ ଆପଣମାନେ ମଧ୍ୟ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ଟିକୁ ଆପ୍ଲାଏ କରିପାରିବେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।